ଚାକରାରେ ଅଭିନୟ କରୁଛି। ତୋ ସ୍ତ୍ରୀ ଯଦି ଦେଖିବେ ତାହେଲେ କଣ ହବ ଶୁଭ? ସ୍ତ୍ରୀ କିଏ ବା ସ୍ତ୍ରୀ? ଆରେ ବାବା ମନ୍ଦିର ମାଧ୍ୟମ କରେ ମୋ ମାଉସୀକୁ ବାହା ହେଇଛି, କିନ୍ତୁ ପ୍ରକୃତରେ ତୁ ହଉଛୁ ମୋ ସ୍ତ୍ରୀ। ଆରୁ ଏଇ ସାବିତ୍ରୀ ବୃହତରେ ଗୋଟାଏ ସ୍ତ୍ରୀର କର୍ତ୍ତବ୍ୟ ତୁ କରିବୁ। କିନ୍ତୁ ଏସବୁ କେମିତି ଦେଖି ଦିଅନ୍ତି ତାହେଲେ ମତେ ଘରରୁ ବାହାର କରିଦେବେ। ୟା ପାଇଁ ମୋ ଅବସ୍ଥା କଣ ହବ? ସେ କଥା ମୁଁ ବୁଝିବି। ଏତେ ଦିନ ଲୁଚି ସବୁ ଦିନ କରିବା ତୋ ଠାରୁ ଅଲଗା ରହି ମୋ ବହୁତ କଷ୍ଟ ପାଉଛି ରୂପା। ଇଚ୍ଛା ହଉଛି ଏ ଖଣ୍ଡାରେ କରି ଚାଲିଯାଆନ୍ତି, କିନ୍ତୁ ତମେ ସେମିତି କରନି। ତମେ ଯଦି ବାଧ୍ୟ କରୁଛ ତାହେଲେ ମୁଁ ତୁମକୁ ପୂଜା କରିବି। ଆସ। ସବୁ ଦେଖିଲ ଆମର ମାଛ କଣ କଥା କରିକି ତମେ ସାବିତ୍ରୀ ବ୍ରତ କରିବ। ତେଣୁ ମୁଁ ପୂଜା ସାମଗ୍ରୀ ଆଣି ଦେଇଥିଲି। ପୂଜା ସାମଗ୍ରୀ ଆଣିଥିଲୁ, ତାହେଲେ ତୁ ତାକୁ ମୁଣ୍ଡିଆ ମାରୁଥିଲୁ କଣ ପାଇଁ? ସିଏ କଣ ତୋ ସ୍ୱାମୀ? ନାଇଁ ମା, ସେ ମୋ ସ୍ୱାମୀ ନାହାନ୍ତି। ତାହେଲେ ତୁ ତାକୁ ମୁଣ୍ଡିଆ ମାରୁଥିଲୁ କଣ ପାଇବେ? ତମେ କୁହ ତା ସହିତ ତମର ସମ୍ପର୍କ କଣ? ସମ୍ପର୍କ ଅଛି, ତା ସହିତ ମୋର ଗଭୀର ସମ୍ପର୍କ ଅଛି। ମୁଁ ତ ଭଲ ପାଉଛି, ଖାଲି ସେତିକି ନୁହେଁ ମୁଁ ମନ୍ଦିରରେ ସିନ୍ଦୁରରେ ବାହା ହେଇଛି। ବସ୍ ତମେ କଣ କହିବା ଅଛି? ସବୁ ଘଟି ଯାଇଛି, ହେଲେ ମୁଁ କିଛି ବି ଜାଣିପାରିଲିନି। ତମେ ମତେ ଏତେ ବଡ ଠକା ଦେଲ। ଆରେ କାହିଁକି କୁହ? ଏସବୁର ଉତ୍ତର ମୁଁ ଦେଇପାରିବି। ସେଇଟା ମୋ ବାପା ମାଙ୍କୁ ପଚାର, ସେମାନେ କହିବେ। ସେଇଥିପାଇଁ ମୋ ପାଖରେ ମିଶୁଛି, ତା ସହିତ ମିଳାମିଶା କରିଥିଲୁ ନା? ତମ ପରିବାର ସମସ୍ତେ ମିଶି ମୋ ସହିତ ଚିଠି କରିଛ, ଆଉ ତମେ ମତେ ବାହା ହେଇଛ। ଆଜି ମୁଁ ପୋଲିସ ଷ୍ଟେସନ ଯିବି, ତମ ନାଁରେ କରିଦେବି। କୁଆଡେ ଯିବା ପାଇଁ ଭାବିଛ? କିନ୍ତୁ କଣ ହେତେ ଆପଣଙ୍କ ପୁଅ ମତେ ବାହା ହେବା ପୂର୍ବରୁ ଏଇ ଚାକରାକୁ ବାହା ହେଇଛି, ଆଉ ତା ସହିତ ମିଳାମିଶା କରୁଛି। ଏତେ ସବୁ କରିବାର ଥିଲା, ତାହେଲେ ମତେ ଏ ଘରକୁ ବୋହୂ କରି ଆଣିଲ କଣ ପାଇଁ? ମୋ ଜୀବନଟାକୁ ବର୍ବାଦ କରିଦେଲ କାହିଁକି? ଆଜି ୟାର ନ୍ୟାୟ ପାଇବା ପାଇଁ ମୁଁ ପୋଲିସ ଷ୍ଟେସନ ଯିବି। ମୁଁ ପୋଲିସ ଷ୍ଟେସନ ଯିବି। ପରିସ୍ଥିତିରେ ପଡି ଆମେ ତାକୁ ଏ ଘରେ ରଖିଛୁ, ନହେଲେ ପ୍ରକୃତରେ ତୁଇ ଏ ଘରର ବୋହୂ ହେଇପାରିବେ। ତାହେଲେ କିନ୍ତୁ ଇଏ କରିଯିବା ଦରକାର। ଘରୁ ଚାଲିଯାଏ ତାହେଲେ ମୁଁ ବି ତା ସହିତ ଚାଲିଯିବି। ସେ କିନ୍ତୁ ଏଠି ରହିବ, ତାହେଲେ ମୁଁ ଏଠି ରହିବି। ମୁଁ ବାପା ଘରକୁ ଚାଲିଯିବି। ଏସବୁ କଣ ହଉଛି? ଏସବୁ କେବଳ ତୋରି ପାଇଁ ହେଇଛି। ତୁ କଣ ଆମ ସମସ୍ତଙ୍କୁ ମାରିଦେବୁ ଏଠି ଆସିଛୁ? ନାଇଁ ମା, ମୁଁ କାହାକୁ ମାରିବାକୁ ଏଠିକି ଆସିନି କି ବହୁ ସ୍ଥାନକୁ ଆସିନି। ତମ ପୁଅ ମତେ ବାଧ୍ୟ କରି ନେଇ ଆସିଛି। ଆଜି କିନ୍ତୁ ତତେ ଘରଟା ଚାଲିଯିବ ବାବା। ମୁଁ ଘରେ ବୋଉ ହେଇ ଆସିଛି। ଏ ଘର ତୋଡ଼ି ଦେଲେ ତମକୁ କୁଆଡେ ଯିବି? ଘରୁ ଚାଲିଯାଏ ତାହେଲେ ମୁଁ ବଞ୍ଚି ପାରିବିନି। ଏ ଘରେ ଏମିତି ପରିସ୍ଥିତି ସୃଷ୍ଟି ହବ
ମୁଁ କେବେ ଜାଣିନଥିଲି ହଉ ମୁଁ କେବେ ତମେ ନେଇଯାଇଥିବ ଆଜିରୁ ମୋ ବାପା ଘରକୁ ଚାଲିଯିବି ଆଉ ତାପରେ ଯାହା କରିବ କଥା ତମେ କରିବ ମାମା ଦେ ତୁ ଜମା ଚିନ୍ତା କରନା ତୋ ସହିତ ମୁଁ ଅଛି ଇଏ କେମିତି ଖରାପ ଚାଲିଯିବ ସେ କଥା ମୁଁ ବୁଝିବି ଯା ମା ଭିତରକୁ ଯା और तुम्हारा बहुत है गलत है कि कुछ और चीज भाई को तो पर कुछ भी बोल जाए এঠি চিন্তা খবরই নেই বাবা এই নিরক্ষর কথা চিন্তা কর সে এখানে চালিগলা পরে তা অবস্থা কଣ হব দেখ বাবা রূপা হচ্ছে বলছি তাকে ମୁଁ କେବେ ଛାଡ଼ି ପାରିବିନି ଏ ହାତରେ ମତେ କିଛି କହିବିନି ଚାଲ ରୂପା ଏବେ କଣ ହବ ପଶିବ ଗୋଟିଏ ପଟେ ଆମ ମାନ ସମ୍ମାନ ଆଉ ଗୋଟିଏ ପଟେ ଆମ ପୁଅର ଜୀବ ମୁଁ କିଛି ଚିନ୍ତା କରିପାରିବି ଏଇଟା ସବୁ ଘଟୁଛି ସେ ସବୁ ଶୈଳକୁ ରୋଗ ଲାଗି ସେ ଏ ଗାଁରେ ପିତା ହେଲେ ହିଁ ଆମେ ଶାନ୍ତିରେ ରହିପାରିବା ତମେ କଣ କରିବା ଚାହୁଁଛ ତମେ କିଛି ବୁଝିବା ଦରକାର ନାହିଁ ଯାହା କରିବା କଥା ମୁଁ କରିବି ଚାଲ ହଉ ଠିକ ଅଛି